ମମତା ଦିଦି ଜଗନ୍ନାଥ ଧାମ ତିଆରି କରିଦେଲେ ଦୀଘାରେ। ଚାଲନ୍ତୁ ଶୁଣିବା ସାରଙ୍କ ପାଖରୁ। ମୁଁ ତ ମତେ ତ ମୁଁ ତ ସନ୍ଦେହରେ ଅଛି ଯଦି ନବୀନ ବାବୁ ଏଥିରେ ହସ୍ତକ୍ଷେପ କରନ୍ତେ ତାହେଲେ ବୋଧ ହୁଏ ମମତା ବାନାର୍ଜୀ ବୁଝି ଯାଆନ୍ତେ ଯେ ପ୍ରକୃତି ଧାମ ହେବ ନାହିଁ ତାଙ୍କ ଇଏ କହିଯାନ୍ତେ ବୋଲି। ଆଚ୍ଛା ସାର୍ କହିଲେ ଆଜି ନବୀନ ବାବୁ କାହିଁକି ଚିଠି ଲେଖିବେ? ଯେତେବେଳେ ନବୀନ ବାବୁ ଲେଖି ଦଉଥିଲେ ଚିଠି ଆଳୁ ପାଇଁକି ମମତା ବାନାର୍ଜୀ ପାଖକୁ, ସେତେବେଳେ ତମ ଆଳୁ ମନ୍ତ୍ରୀ କହିଲେ ସିଏ ଆଉ କଣ ଅଛନ୍ତି ଯେ ଚିଠି ଲେଖିବେ? ତମେ ଆଉ କଣ ଅଛ ଯେ ତମେ ଚିଠି ଲେଖିବ? ହଁ, ରାଜ୍ୟର ମୁଖ୍ୟମନ୍ତ୍ରୀ ଚିଠି ଲେଖିଥାନ୍ତେ, ସେ ଅଲଗା କଥା ହେଇଥାନ୍ତା। ଆଜି ଜଗନ୍ନାଥ ମନ୍ଦିର ସେଠି ଦୀଘାରେ ତିଆରି ହେଲା, ଆସିକି ତମେ ଭାଷଣ ଦଉଛ ନବୀନ ବାବୁ ଚିଠି ଦେଲେ ସିଏ ବୁଝି ଯାଆନ୍ତେ। ସେ କାହିଁକି ଚିଠି ଦେବେ? ନା, ଆଜି ତମ ମନ୍ତ୍ରୀ ଅଛି, ତମ ନେତା ଅଛ, ତମେ ବୁଝିବ, ତମେ ବିଜେପି ସରକାରରେ ଅଛ, ତମେ ତମର ବୁଝିବ। ଆଜି ନବୀନ ବାବୁ ଚିଠି ଦେବେ, କାହିଁକି ଚିଠି ଲେଖିବେ? ନା ସେତେବେଳେ ଆଳୁ ପାଇଁ ଚିଠି ଲେଖିବାକୁ ତମର ଫାଟି ଯାଉଥିଲା। ଆଜି ଜଗନ୍ନାଥ ଧାମ ଯେତେବେଳେ ଦିଦି ତିଆରି କରିଦେଲେ ସେତେବେଳେ କଣ ନବୀନ ବାବୁ ବୁଝିବେ? ଭାରି ତ ଆଇଛ ବିଜେପି ସରକାର ଆଉ, ଶସ୍ତା ଖିଆ ସବୁ ଆଇଛ ଆଉ।